La 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 ମୋ ଗୋଡ଼ ଛିଡ଼ିଗଲା ରେ ମୋ ଗୋଡ଼ ଛିଡ଼ିଗଲା ଓ କି ରକ୍ତ ମୁଁ କ'ଣ କରିବି ଏବେ ଆରେ କଣ ହେଲା କିରେ ନାତିଆ କାହିଁକି ଏମିତି ଉ ଉ ବୋଲି ହଉଛୁ? ଓହୋ ଜେଜେ ତୁମେ କ'ଣ ଦେଖିପାରୁନ ଥାକରେ ବାଜି ମୋ ଗୋଡ଼ରେ କେତେ ଜୋର ରକ୍ତ ବାହାରୁଛି କ'ଣ କରିବି କହିଲ ଜେଜେ କରିବୁ ଆଉ କଣ ଯା ଥାକରୁ ଆଣି ବ୍ୟାଣ୍ଡେଜ୍ ଟିଏ ଲଗେଇ ଦେ ନହେଲେ ତୋ ମାଆକୁ କହ ଥାକରୁ ଆଣି ବ୍ୟାଣ୍ଡେଜ୍ ଟିଏ ଲଗେଇ ଦବ ଯାହାଫଳରେ ତୋ ରକ୍ତ ଝରିବା ବନ୍ଦ ହେଇଯିବ। ହଁ ଜେଜେ ମୁଁ ସେୟା କରୁଛି ଆଗେ ବ୍ୟାଣ୍ଡେଜ୍ ଟିଏ ଲଗେଇ ଦଉଛି ଯାହାଫଳରେ ମୋ ରକ୍ତ ବନ୍ଦ ହେଇଯାଉ ତାପରେ ଅନ୍ୟ କଥା ଚିନ୍ତା କରିବା। ମା ବ୍ୟାଣ୍ଡେଜ୍ ଟି ଆଣିଲୁ ମୋ ପାଦରୁ ରକ୍ତ ବାହାରୁଛି ଟିକେ ମୁଁ ଲଗେଇ ଦିଏ ବ୍ୟାଣ୍ଡେଜ୍ ଟି ଆଣିଲୁ ଆଣ ମା ଜଲ୍ଦି ଆଣ। ଆଚ୍ଛା ଜେଜେ ବ୍ୟାଣ୍ଡେଜ୍ ଗୋଟିଏ ବହୁତ ଉପକାରୀ ଜିନିଷ ନା ୟାକୁ କିଏ ବାହାର କଲା ଏହା କେମିତି ବାହାରିଲା ତୁମେ ଜାଣିଛ କି ମୋତେ କହିବ କି ଟିକେ ଜେଜେ? ଆଚ୍ଛା ବ୍ୟାଣ୍ଡେଡ୍ କେମିତି ବାହାରିଲା ଜାଣିବାକୁ ଚାହୁଁଛୁ? ତେବେ ଚାଲ ଆଜି ଆମେ ବ୍ୟାଣ୍ଡେଡ୍ର ଉଦ୍ଭାବନ ବିଷୟରେ ଜାଣିବା। ପିଲାମାନେ 1920 ମସିହାରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ଜଣେ କର୍ମଚାରୀଙ୍କ ଦ୍ୱାରା ବ୍ୟାଣ୍ଡେଡ୍ର ଉଦ୍ଭାବନ ହୋଇଥିଲା। ସେହି କର୍ମଚାରୀଙ୍କ ନାମ ଥିଲା ଆର୍ଲି ଡିକ୍ସନ୍। ଡିକ୍ସନ୍ ଏହି ବ୍ୟାଣ୍ଡେଡ୍ ତାଙ୍କ ସ୍ତ୍ରୀଙ୍କ ପାଇଁ ତିଆରି କରିଥିଲେ ଯିଏକି ରୋଷେଇ କିମ୍ବା ଅନ୍ୟାନ୍ୟ ଘର କାମ ବେଳେ ବାରମ୍ବାର କ୍ଷତାକ୍ତ ହେଉଥିଲେ କିମ୍ବା ପଡ଼ିଯାଉଥିଲେ। ଏକାକୀ ବ୍ୟାଣ୍ଡେଜ୍ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଡିକ୍ସନ୍ ଅଠା ଥିବା ବ୍ୟାଣ୍ଡେଜ୍ ଉଦ୍ଭାବନ କଲେ ଯାହାଦ୍ୱାରା କି ତାଙ୍କ ସ୍ତ୍ରୀ ସହଜରେ ଏକାକୀ ତାଙ୍କ କ୍ଷତକୁ ବ୍ୟାଣ୍ଡେଜ୍ କରିପାରିବେ। ଡିକ୍ସନ୍ ଏହା ତାଙ୍କ ମାଲିକକୁ କହିବା ପରେ ତାଙ୍କ କମ୍ପାନୀ ଅଠାବାଲା ବ୍ୟାଣ୍ଡେଜ୍ ଯାହାକୁ ବ୍ୟାଣ୍ଡେଡ୍ ବୋଲି କୁହାଗଲା ତାହା ତିଆରି କଲା। ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ହାତ ଦ୍ୱାରା ଉତ୍ପାଦନ କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହାକୁ ମେସିନ୍ ଦ୍ୱାରା ଉତ୍ପାଦନ କରାଗଲା। ହଁ ପିଲାମାନେ ଏହା ହିଁ ଥିଲା ବ୍ୟାଣ୍ଡେଡ୍ର ଉଦ୍ଭାବନର କାହାଣୀ।